ସୁରଭି 2025 ବକ୍ତୃତା ପ୍ରତିଯୋଗିତା ଜୁନିୟର ପିଲାଙ୍କ ପାଇଁ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଷୟ ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି। ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଉପସ୍ଥିତ ବିଜ୍ଞ ବିଚାରକ ମଣ୍ଡଳୀ ଏବଂ ମୋର ପ୍ରିୟର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ସୁରଭି ଅବସରରେ ମୁଁ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିବାରୁ ନିଜକୁ ଗର୍ବିତ ମନେ କରୁଛି। ଏହି ପ୍ରତିଯୋଗିତାର ବିଷୟବସ୍ତୁ ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି। ଆମ ଜନ୍ମଭୂମି ଭାରତ ଆଜି ବିକାଶର ସୁଗମ ରାସ୍ତାରେ ଅଗ୍ରସର ଏବଂ ନିକଟ ଭବିଷ୍ୟତରେ ଏହା ନିଶ୍ଚିତ ଏକ ବିକଶିତ ଦେଶ ଭାବେ ପରିଚିତ ହେବ। ସେହି ପୁଣ୍ୟଭୂମି ଭାରତରେ ଆମ ଓଡ଼ିଶା ଏକ ସାଂସ୍କୃତିକ ଓ ଐତିହାସିକ ରାଜ୍ୟ ଭାବରେ ବିଶେଷ ପରିଚିତ। ଓଡ଼ିଶାର ରୂପରେଖ ଆଜି ଉନ୍ନତ। ଏଠାରେ ଶିକ୍ଷା ଓ ସଂସ୍କୃତି ଉନ୍ନତି ଦିଗରେ ଏକ ମୂଳ ଆଧାର ଭାବେ କାର୍ଯ୍ୟ କରୁଛି। ଯଦି ଓଡ଼ିଶାକୁ ଉନ୍ନତ ଓ ଆଧୁନିକ ରାଜ୍ୟରେ ପରିଣତ କରିବାକୁ ହେବ, ତେବେ ଶିକ୍ଷା ଓ ସଂସ୍କୃତିକୁ ଏହାର ମୁଖ୍ୟ ଅଂଶ ଭାବେ ଗ୍ରହଣ କରିବା ଆବଶ୍ୟକ। ଶିକ୍ଷା ଏକ ମୂଳ ଶକ୍ତି, ଯାହା ଜନତାକୁ ସଚେତନ, ସ୍ୱାଧୀନ ଓ ଦକ୍ଷ କରେ। ଶିକ୍ଷା ମାଧ୍ୟମରେ ଯୁବପିଢ଼ି ନୂତନ ଚିନ୍ତାଧାରା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ଉଦ୍ୟମଶୀଳତା ଅର୍ଜନ କରେ। ସାମାଜିକ ବିଷମତା ରାଜ୍ୟ ତଥା ଦେଶର ଉନ୍ନତିରେ ବାଧା ସୃଷ୍ଟି କରେ। ଏହି ସାମାଜିକ ବିଷମତାକୁ ଦୂର କରିବା ପାଇଁ ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର। ଗ୍ରାମୀଣ ଅଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ ହେଲେ କୁସଂସ୍କାର କମିବା ସହ ସାମାଜିକ ନ୍ୟାୟ ସ୍ଥାପିତ ହେବ। ଶିକ୍ଷା ଆମକୁ ଶକ୍ତି ଦିଏ, ସଂସ୍କୃତି ଆମକୁ ପରିଚୟ ଦିଏ। ଏହି ଦୁଇଟି ମିଶିଲେ ଆମେ ସତେଜ, ସଚେତନ ଓ ସୁଦୃଢ଼ ଓଡ଼ିଶା ତିଆରି କରିପାରିବା। ପ୍ରିୟର ଭାଇ ଭଉଣୀମାନେ, ଆଜି ଆମେ ସମସ୍ତେ ପାଠ ପଢ଼ୁଛୁ, ସ୍ୱପ୍ନ ଦେଖୁଛୁ। କାଲି ଆମେ ଇଞ୍ଜିନିୟର, ଡାକ୍ତର, ଶିକ୍ଷକ, ବୈଜ୍ଞାନିକ, କଳାକାର ହେବା। ଯଦି ପ୍ରତ୍ୟେକ ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ସହିତ ସଂସ୍କୃତିକୁ ସମ୍ମାନ କରିବା, ତେବେ ବାସ୍ତବ ସମୃଦ୍ଧି ଆସିଯିବ। ଆମେ ସମସ୍ତେ ପ୍ରତିଜ୍ଞା କରିବା ଉଚିତ ଯେ ଭଲ ଶିକ୍ଷିତ ହେବା, ନିଜ ସଂସ୍କୃତିକୁ ଭଲ ପାଇବା ଏବଂ ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବାରେ ନିଜ ଅବଦାନ ଦେବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।